ଯାତ୍ରା ମାଲିକ ସଂଘର ଆଜି କୌଣସି କର୍ମକର୍ତ୍ତା ମୋ ସହିତ ଯୋଗାଯୋଗ କରିନାହାନ୍ତି, ମୋତେ ଡାକିନାହାନ୍ତି। ମୋତେ ପ୍ରତ୍ୟକ୍ଷ ଭାବରେ କୌଣସି କର୍ମକର୍ତ୍ତା ମାଲିକ ସଂଘର କ'ଣ ପାଇଁ ଡକରା ହେଇନି କି ଡାକିନାହାନ୍ତି ସେଇଟା ତ ମୁଁ କହିପାରିବି ନାହିଁ, କିନ୍ତୁ ମୋ ପାଖରେ କୌଣସି ସେମିତି ସନ୍ଦେଶ ନାହିଁ ଯେ ମୋତେ କୌଣସି କର୍ମକର୍ତ୍ତା ମାଲିକ ସଂଘର ମୋତେ କେହି ଡାକିଛନ୍ତି। ନିହାତି ଭାବରେ କହିବି, ଭଦ୍ରକ ଯାତ୍ରା ସଂସ୍କୃତିର ଏଣ୍ଟୁରିଶାଳ। ମୋତେ ଲାଗୁଛି ବିଗତ ଦିନରେ ଯାହା ଇସ୍ୟୁ ଘଟୁଛି ତାକୁ ଲିଙ୍କ କରିକି ହଉ କି ଅଲଗା କୌଣସି କାରଣ ପାଇଁ ମୋତେ ସେଥିପାଇଁ ମୋତେ ଡକାଯାଇନାହିଁ। ନରିପଣ୍ଡାଙ୍କ ପାଇଁ ଡକାଗଲାନି କାରଣ ଯେହେତୁ ନରିପଣ୍ଡାଙ୍କ ହେଇଥାଇପାରେ ଯେହେତୁ ସେ ଭଦ୍ରକର କଳାକାର ଜଣେ, ଯେହେତୁ ଭଦ୍ରକ ମାଟିର ଇଏ ଗୋଟିଏ ଯାତ୍ରା ଅନୁଷ୍ଠାନ, ସେଥିପାଇଁ ମୋତେ ଡକରା ହେଇନି। ମୁଁ ଏହା ଆଶା କରିବି। ଆଜ୍ଞା, ଇଏ କିଛି ନୁହେଁ, ଆଗକୁ ଆହୁରି ମଧ୍ୟ ଏହାଠୁ ଭୟଙ୍କର ପରିସ୍ଥିତି ହେବ। ମାଲିକମାନେ କଳାକାରଙ୍କୁ ଅତ୍ୟଧିକ ନିର୍ଯାତନା ଦେବା ପରେ ବିଗତ ଦିନ ନଜିର ଅଛି, ଆଗକୁ ବହୁତ ଭୟଙ୍କର ହେବ। କାରଣ ନିରୀହ କଳାକାରମାନେ ମାଡ଼ ଖାଇବାର ପ୍ରମୁଖ କାରଣ ହେଉଛି ମାଲିକମାନଙ୍କ ଭିତରେ ସମନ୍ୱୟ ରକ୍ଷା ହେଉନି। ମାଲିକ ହେବାର ଯେଉଁ ଆଶା ଅଭିଳାଷ ତାଙ୍କର ରହୁଛି ତାକୁ ସେମାନେ ଉଗ୍ର ରୂପ ନେଇକି ଆଜି ନିରୀହ କଳାକାରମାନେ ବଳି ପଡ଼ୁଛନ୍ତି। ଆଗାମୀ ଦିନରେ ଆହୁରି ଛୋଟ ଛୋଟ କଳାକାରମାନେ ବଳି ପଡ଼ିବେ। ଲେବରମାନଙ୍କ ଅବସ୍ଥା ତ କହିଲେ ନ ସରେ। ତାଙ୍କ କଥା ପଚାରୁଛି କିଏ? ଯେଉଁଠି କୌଣସି ଏକ କଳାକାରକୁ 40 ଲକ୍ଷ 50 ଲକ୍ଷ ଗାଡ଼ି ଯଚାଗଲାଣି, ତ କେଉଁଠି 80 ଲକ୍ଷ 90 ଲକ୍ଷ ଯଚାଗଲାଣି। ତେଣୁ ଏ ସଂସ୍ଥା ଆଗାମୀ ଦିନରେ ଦୁର୍ନୀତିଗାମୀ ଆଡ଼କୁ ଗତି କରୁଛି, କେବଳ ମାଲିକମାନଙ୍କ ପାଇଁ।